ଗୋଟିଏ ଜଙ୍ଗଲରେ ଦୁଇଟି ବିଲୁଆ ରହୁଥିଲେ। ଦୁହେଁ ଦୁହିଁଙ୍କର ଭଲ ସାଙ୍ଗ ଥିଲେ। ଜଣେ ଆରେକକୁ ବଳି ଚାଲାକ ବି ଥିଲେ। ଦୁହିଁଙ୍କର ସବୁବେଳେ ନଜର ରହୁଥିଲା କାହାଠୁ କେମିତି ଠକିକି ଖାଇବେ। ଜାଣିଲୁ ସାଙ୍ଗ, କାଲି ମୋ ଘର ପାଖ ଦେଇ ଗୋଟେ ବଡ ମୂଷାଟେ ଯାଉଥିଲା। ମୁଁ ଯେମିତି ଘର ପାଖରୁ ବାହାରିକି ମୂଷା ଆଡକୁ ଯାଇଛି, କୋଉଠି ଥିଲା ବାଘ ମାମୁଁ ମାଡି ତ ଆସିଲା ଆଉ। ହେଲେ ମୁଁ କଣ ତାକୁ ଛାଡିଲି? ତାହେଲେ ତୁ କଣ କଲୁ? କଣ କଲି? ମୁଁ ପୁରା ବୁଦ୍ଧିର ଖେଳ କଲି। ବାଘ ମାମୁଁକୁ ଦେଖିକି ମୁଁ ବଡ ପାଟି କରିଦେଲି, ବାଘ ମାମୁଁ ଇଆଡେ କୁଆଡେ ଆସିଛ? ଏପଟ ବଣରେ ପରା ନିଆଁ ଲାଗିଛି। ବାଘ ମାମୁଁ ଯେମିତି ଏତିକି ଶୁଣିଛି, ସିଏ ଆଉ ମୂଷାକୁ ଖାଇବ କଣ? ମାଇରା ଗୋଟେ ଡିଆଁ ଆଉ ଏକାଥରେ ଯାଇ ଜଙ୍ଗଲ ମଝିରେ। ତାପରେ ତାପରେ ଆଉ କଣ ପଚାରୁଛୁ? ମୂଷାଟା ଯାହା ହେଇଥିଲା ନା, ତାକୁ ମୁଁ ଗୋଡେଇ ଖାଇଲି। ଇଏ ଗୋଟେ କଥା। ମୁଁ ଏଇ 2 ଦିନ ତଳେ କଣ କରିଛି ଶୁଣୁ। ତୁ ପୁଣି କଣ କରିଛୁ? ଶୁଣୁ, ତୁ ତ ଜାଣିଛୁ ମୋ ମାର ଦେହ ଭଲ ନାହିଁ। ମୋ ବାପା ବି ଘରେ ରହନ୍ତିନି। ତେଣୁ ବାପା ଯେହେତୁ ଘରେ ରହନ୍ତିନି, ମୋର ବି କାହା ପ୍ରତି ଭୟ ନଥାଏ। ତା ମାନେ ତୁ ମାକୁ ବି ଡରୁ ନା? ଇଏ ସଂସାରରେ ମାକୁ କିଏ ଡରେ? ଛାଡ ସେ କଥା। ଏବେ ଅସଲ କଥାଟା କହୁଛି ଶୁଣ। ମା ସକାଳୁ ସକାଳୁ ଶୋଇଥିଲା। ମୁଁ ଘରୁ ବାହାରକୁ ପଳେଇଲି। ଦେଖିଲି ଗୋଟେ ହାତୀ ଆସୁଛି। ହାତୀଟା ଏତେ ସୁନ୍ଦର ଥିଲା ଯେ ମୁଁ ତାକୁ ଦେଖିକି ଆଉ ଲୋଭ ସମ୍ଭାଳି ପାରିଲିନି। ଭାରି ଇଚ୍ଛା ହେଲା ତାକୁ ଖାଇବା ପାଇଁ। ତୁ ତ ଜାଣିଛୁ ମୋ ଘର ପାଖରେ ବିରୁଡି ବସା ଅଛି। ମୁଁ କଣ କଲି ନା, ବିରୁଡି ବସାକୁ ଟେକାଟାଏ ମାରିଲି। ଯେମିତି ଟେକାଟା ବାଜିଛି, ସବୁ ବିରୁଡି ରାଗିକି ବାହାରକୁ ଚାଲି ଆସିଲେ। ତାପରେ ହାତୀ ଉପରେ ଏମିତି ଆକ୍ରମଣ କଲେ, ହାତୀ ବିଚରା ବୋପାଲ ମାଲ କହି ପଳେଇ ଗଲା ବେଳକୁ ତାକୁ ସେମାନେ ଗୋଡେଇ ବିନ୍ଧିଲେ। ଶେଷରେ କଣ ହେଲା ଜାଣିଛୁ? ଶେଷରେ ହାତୀଟା ବାଟରେ ପଡିକି ମଲା। ସାଙ୍ଗ, ସତରେ କହୁଛୁ ସାଙ୍ଗ? ତୋ ରାଣ ଖାଇ କହୁଛି। ତୁ କଣ ପରତେ ଯାଉନୁ କି? ମଜା କଥା ହେଲା, ଗଲା 2 ଦିନ ହେଲା ମୋ ଘର ପାଖରେ ଯୋଉ ସାଙ୍ଗସାଥି ଥିଲେ, ମୁଁ ସମସ୍ତଙ୍କୁ ଡାକିଲି। ଆଉ ଆମେ ସମସ୍ତେ ମିଶି ହାତୀଟାକୁ ଖାଇଲୁ। ମତେ ଟିକେ ଡାକିଲୁନି? ଦେଖ, ତୋ ଘର ତ ବହୁତ ବାଟ, ଡାକିଥାନ୍ତି କେମିତି? 2 ଜଣ ଯାକ ଥିଲେ ଗାଲୁଆ ଆଉ ବାହାପିଆ। ତାଙ୍କ କଥାରେ ଟିକେ ବି ସତ ନଥିଲା। ଥରେ ବଣରେ ଅକାଳ ପଡ଼ିଲା। କିଛି ଖାଇବାକୁ ମିଳିଲାନି। ଦିନେ 2 ବନ୍ଧୁଙ୍କର ପରସ୍ପର ସହ ଭେଟ ହେଲା। କଣ କରିବା କହିଲୁ ସାଙ୍ଗ? ଏମିତି ଆଉ ଯଦି 2-4 ଦିନ ଖାଇବାକୁ ନ ମିଳେ, ଆମର ତ କାମ ସରିଯିବ। ଏଇ ଶୁଣୁ ତ ସାଙ୍ଗ, ଗୋଟେ କାମ କଲେ ହଅନ୍ତାନି? କଣ କହୁନୁ? ଚାଲ ପାହାଡ ଉପରକୁ ଯିବା। ହେଲେ ପାହାଡ ଉପରକୁ ଗଲେ କଣ ହବ? ପାହାଡ ଉପରେ ଯୋଉ ଭାଲୁ ରହୁନି କି, ସେ କେମିତି ରହୁଛି? ତା ପାଖରେ ଖାଇବା ତ ନିଶ୍ଚୟ ଥିବ। ଆରେ ବା, ବଢିଆ କଥାଟା କହିଲୁ ତ। ଚାଲ। ଆଜିବା। ଦୁହେଁ ଯାଇ ପହଞ୍ଚିଲେ ପାହାଡ ଉପରେ ଭାଲୁ ରହୁଥିବା ଗୁମ୍ଫାରେ। ଭାଲୁ ମହାରାଜ! ଆରେ ଆଉ କାଇଁ ଡାକୁଛୁ? ଦେଖୁନୁ, ଭାଲୁ ମହାରାଜ ପରା ଆମ ସାମ୍ନାରେ ଅଛନ୍ତି। ଆରେ ସତରେ ତ? କଣ ହେଲା? ଏଠିକି କାହିଁକି ଆସିଛ? କାହିଁକି ଆସିଛୁ କଣ ପଚାରୁଛନ୍ତି? ବଣ ରାଇଜ ସାରା ଅକାଳ ପଡିଛି। ଖାଇବାକୁ ନ ପାଇ ବହୁତ ପଶୁପକ୍ଷୀ ମଲେଣି। ଆଉ ଆମେ ତମ ପାଖାପାଖି ଥାଇକି ତମ ଭଲ ମନ୍ଦ ବିଷୟରେ ବୁଝିବୁନି? ଏଇଟା କଣ ଭୁଲ ହେଲା? ଚାଲ ଭାଇ ଚାଲ, ଅଯଥାରେ ମତେ ଏଠିକି ନେଇକି ଆସିଲୁ। ଆଜି କାଲିକା ଦୁନିଆରେ କାହାର ବି ଭଲ କରିବା ଠିକ ନୁହଁ। ଭାଇରେ, ରାଗନି ମୋ କଥା ଶୁଣ। ତମ ବିଲୁଆ ଜାତିଟା ଟିକେ ଦରକାରଠୁ ଅଧିକ ଚାଲାକ ନୁହଁ କି? ସେଇଥିପାଇଁ ମୁଁ। ତା ମାନେ ତମେ ଭାବିନେଲ ଆମେ ବି ସେଇଆ?
ছি 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 କଣ ତମକୁ କହିବୁ କହିଲ ଭାଲୁ ଭାଇ ଛାଡ ସେ କଥା ଏବେ କହିଲ ତମେ କେମିତି ଅଛ ମୁଁ ବେଶ ଭଲରେ ଅଛି। ମୋର ଆଉ ବଣ ସହ କିଛି ବି ଦେଣ ନେଣ ନାହିଁ। ମୋ ପାଖରେ ବହୁତ ଖାଇବା ଜିନିଷ ଅଛି। ଏତିକି କଥା ଶୁଣିବା ପରେ ବିଲୁଆ ଦି ଜଣ ଜାଣିଗଲେ ଯେ ଭାଲୁ ପାଖରେ ଖାଇବାକୁ ଅଛି, ଆଉ ଏଠୁ ସେମାନଙ୍କୁ ନିଶ୍ଚିତ କିଛି ନା କିଛି ଖାଇବାକୁ ମିଳିବ। ହେଲେ ସେମାନେ ଏକଥା ବି ଜାଣିଥିଲେ ଯେ ଭାଲୁ ତାଙ୍କୁ ମାଗଣାରେ କିଛି ଜିନିଷ ଦବନି। ସେଥିପାଇଁ ସେମାନେ ଗୋଟେ ଯୋଜନା କଲେ। ସେମାନେ ଜାଣିଥିଲେ ଭାଲୁ ମହୁଲ ଫୁଲ ଭାରି ଭଲ ପାଏ। ହଁ ଭାଲୁ ଭାଇ ଆଉ ଗୋଟେ କଥା ଶୁଣ ଆମେ ଦି ଜଣ ମିଶି ତମ ଘରକୁ ଆସିଲା ବେଳେ ମେଞ୍ଚେ ମହୁଲ ଫୁଲ ନେଇକି ଆସିଛୁ। କଣ ମହୁଲ ଫୁଲ ମୋ ପାଇଁ ଆଣିଛ? ଆସ 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 ବସ। ଆରେ ବସ। ଦେଖ ବଣରେ ଆମେ ଘର କରି ରହୁଥାଏ। ସମସ୍ତଙ୍କର ପୁଣି ଭଲ ମନ୍ଦ ଅଛି କି ନାହିଁ? ଆଜି ଯଦି ତମେ କେହି ବିପଦରେ ପଡ଼ିଛ, କାଲି ସକାଳେ ମୁଁ ବି ବିପଦରେ ପଡ଼ିପାରେ। ହଁ ତ ଠିକ କଥା କହିଛ। ମାନେ ମୋ କହିବା କଥା କଣ କି ମହୁଲ ଫୁଲ ରଖିଛ କୋଉଠି? କଣ କହିବୁ ବାଲୁ ଭାଇ ତମର ସିନା ଅଭ୍ୟାସ ଅଛି ଯେ ତମେ ଶୀଘ୍ର ଶୀଘ୍ର ପାହାଡ ଉପରକୁ ଉଠି ଯାଉଛ ପୁଣି ତଳକୁ ପଳେଇ ଆସୁଛ। ଆମର କଣ ସେ ଅଭ୍ୟାସ ଅଛି? ଏତେ ଗୁଡା ମହୁଲ ଫୁଲ ହେଲାଣି ନା, କିଛି ବାଟ ମୁଁ ଆଣିଲି, ତାପରେ କିଛି ବାଟ ଇଏ ଆଣିଲା, ଆଉ ବଳ ପାଇଲାନି, ତେଣୁ ଅଧ ବାଟରେ ଥୋଇ ଦେଇକି ପଳେଇ ଆସିଲୁ। ମହୁଲ ଫୁଲ ଭଳିଆ ଜିନିଷକୁ ତମେ ଅଧ ବାଟରେ ଥୋଇ ଦେଇକି ଆସିଲ? ଆଉ କଣ କରିବୁ? ପେଟରେ ତ କିଛି ନାହିଁ, ଆଉ ଦେହରେ ବଳ କୋଉଠୁ ଆସିବ ଯେ? ଓହୋ ଇଏ ଗୋଟେ କଥା। ରୁହ 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 ମୁଁ ସେ ବ୍ୟବସ୍ଥା କରୁଛି। ବିଲୁଆ ଦୁଇ ଜଣ ମନେ ମନେ ବହୁତ ଖୁସି ହେଲେ ଯେ ଯାହା ହଉ ଖାଇବାକୁ ଗଣ୍ଡେ ମିଳିବ। ଭାଲୁ ବି ସତକୁ ସତ ଆଣି ଦୁହିଁଙ୍କୁ ଖାଇବାକୁ ଦେଲା। ମନ ଭରି ଦୁଇ ଜଣ ଯାକ ଖାଇଲେ। ଭାଲୁ ଭାଇ କଣ ଖାଇବାକୁ ଦେଲ ମ? ତମର ଏ ଉପକାର ଆମେ ଜୀବନ ସାରା ଶୁଝି ପାରିବୁନି। ଏଥିରେ ଉପକାର କଣ ଅଛି? ହଉ ଚାଲ ଯିବା, ମହୁଲ ନେଇକି ଆସିବା। ହଉ ଭାଲୁ ଭାଇ ଗୋଟେ କଥା ଶୁଣ, ଆମେ ଗୋଟେ କାମ କରିବା। ତମେ ତ ଜୋରରେ ଖାଇବାକୁ ଦେଲ, ଆମ ପେଟ ବି ଭାରି ହେଇଗଲା, ତେଣୁ ଟିକେ ପେଟ ଭାର କମେଇବା ପାଇଁ ଆମେ ତମ ଗୁମ୍ଫା ଚାରିପଟେ ଦୌଡ଼ିବୁ। ଆଉ ଟିକେ ହାଲକା ଲାଗିବା ମାତ୍ରକେ ସାଙ୍ଗ ହେଇ 3 ଜଣ ତଳକୁ ଯିବା, ଆଉ ମହୁଲ ଫୁଲ ନେଇକି ଆସିବା, ହେଲା? ଏତିକି କହି ବିଲୁଆ ଦି ଜଣ ଗୁମ୍ଫା ଚାରିପଟେ ଦୌଡ଼ିଲେ, ଆଉ ଭାଲୁ ତାଙ୍କୁ ଜଗି ବସିଲା। କିନ୍ତୁ ଭାଲୁ ତାଙ୍କ ଚାଲାକିଟାକୁ ଧରି ପାରିଲାନି, ଆଉ ବିଲୁଆ ଦି ଜଣ ତାର ସୁଯୋଗ ନେଇ ଗୁମ୍ଫା ଚାରିପଟେ ବୁଲୁ ବୁଲୁ ଭାଲୁଠୁ ଖସିକି ପଳେଇଗଲେ।